ଖରିଫ ଧାନ ସଂଗ୍ରହ ନିମନ୍ତେ ସଚେତନତା ରଥ ଶୁଭାରମ୍ଭ। ନିୟନ୍ତ୍ରିତ ବଜାର କମିଟି ପାରଳାଖେମୁଣ୍ଡି ପକ୍ଷରୁ ଚଳିତ ଖରିଫ ଧାନ ସଂଗ୍ରହ 2023-24 ପାଇଁ ସମସ୍ତ ଚାଷୀ ଭାଇ ଭଉଣୀଙ୍କ ପାଇଁ ଏକ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଶୁଭାରମ୍ଭ ହୋଇଯାଇଛି। ଏହି ରଥକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରଥ ଗୋସାଣୀ କାଶୀନଗର ସମେତ ଜିଲ୍ଲାର ସମସ୍ତ ବ୍ଲକରେ ସଚେତନତା କରାଯିବ। ଗଜପତି ଜିଲ୍ଲାର ସମସ୍ତ ଭାଇ ଭଉଣୀମାନଙ୍କୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଆସନ୍ତା 29 ଡିସେମ୍ବର 2023 ଶୁକ୍ରବାର ଦିନଠାରୁ ଧାନ କ୍ରୟ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିନିମନ୍ତେ ସମସ୍ତ ଚାଷୀମାନଙ୍କୁ ଅନୁରୋଧ କରାଯାଉଛି ସରକାରଙ୍କ ନିୟମାବଳୀ ଅନୁସରଣ କରିବେ। ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଓ ଗଜପତି ଜିଲ୍ଲା ପ୍ରଶାସନଙ୍କ ନିଷ୍ପତ୍ତି କ୍ରମେ ଚଳିତ 2023-24 ଖରିଫ ବର୍ଷରେ ଉତ୍ପାଦିତ ଧାନ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଦରରେ ନିକଟସ୍ଥ ପ୍ରାଥମିକ କୃଷି ସମବାୟ ସମିତି, ବୃହଦାକାର କୃଷି ସମବାୟ ସମିତି ଏବଂ 19 ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଧାନ କ୍ରୟ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହା ସହିତ ସମସ୍ତ ଚାଷୀ ଭାଇ ଭଉଣୀମାନେ ସେମାନଙ୍କ ଧାନ ବିକ୍ରୟ ପ୍ରାପ୍ୟ ପୂର୍ବରୁ ଦେଇଥିବା ବ୍ୟାଙ୍କ ଆକାଉଣ୍ଟ ଜରିଆରେ ସିଧାସଳଖ ପାଇପାରିବେ ଏବଂ ଧାନ ବିକ୍ରୟ ସମୟରେ ଆଧାର କାର୍ଡ଼, ବ୍ୟାଙ୍କ ପାସବହିର ପ୍ରଥମ ପୃଷ୍ଠାର ନକଲ ଓ SMS ଟୋକେନ୍ ପତ୍ର ସହ ଧାନ କେନ୍ଦ୍ରକୁ ଆଣିବାକୁ ଆବଶ୍ୟକ। ଏହି ଅବସରରେ ଜିଲ୍ଲା ସହକାରୀ ନିବନ୍ଧକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ହରିହର ସେଠ, ସେକ୍ରେଟାରୀ ଶ୍ରୀ ରେବତୀ ମୋହନ ରାଉତ, ଜିଲ୍ଲା ଯୋଗାଣ ଅଧିକାରୀ ସମେତ ବିଭାଗୀୟ କର୍ମଚାରୀଗଣ ଉପସ୍ଥିତ ଥିଲେ। ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀଙ୍କ ରିପୋର୍ଟ, ମାନବ ଅଧିକାର ନ୍ୟୁଜ୍ ଇଣ୍ଡିଆ।